ପିଲାମାନେ ଆଜିର ଏକ ନୂଆ ଭିଡ଼ିଓରେ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜିର ଭିଡ଼ିଓରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଇଂରାଜୀ ଶବ୍ଦର ଅର୍ଥ ଓ ଉଚ୍ଚାରଣ ବିଷୟରେ ଆଲୋଚନା କରିବା। ଓଭରଭ୍ୟୁ। ଓଭରଭ୍ୟୁ ମାନେ ସାରାଂଶ ବା ଦୃଷ୍ଟିପାତ। ଆଚିଭମେଣ୍ଟ। ଆଚିଭମେଣ୍ଟ ମାନେ ସଫଳତା ବା ଉପଲବ୍ଧି। ରେକଗ୍ନାଇଜ୍। ରେକଗ୍ନାଇଜ୍ ମାନେ ଚିହ୍ନିବା ବା ମାନ୍ୟତା ଦେବା। ଆର୍କିଟେକ୍ଟ। ଆର୍କିଟେକ୍ଟ ମାନେ ଯୋଜନାକାରୀ ବା ନିର୍ମାତା। ଇନସାଇଟ୍। ଇନସାଇଟ୍ ମାନେ ତଥ୍ୟବୋଧ ବା ସୂକ୍ଷ୍ମ ଦୃଷ୍ଟି। ନ୍ୟାରେସନ୍। ନ୍ୟାରେସନ୍ ମାନେ ବର୍ଣ୍ଣନା ବା ବ୍ୟାଖ୍ୟାନ। ରେଷ୍ଟଲେସ୍। ରେଷ୍ଟଲେସ୍ ମାନେ ଅଶାନ୍ତ ବା ବିଚଳିତ। ମଦରଲ୍ୟାଣ୍ଡ। ମଦରଲ୍ୟାଣ୍ଡ ମାନେ ଜନ୍ମଭୂମି। ଫିୟରଲେସ୍। ଫିୟରଲେସ୍ ମାନେ ନିର୍ଭୀକ ବା ସାହସୀ। କନଫିଡେନ୍ସିଆଲ। କନଫିଡେନ୍ସିଆଲ ମାନେ ଗୁପ୍ତ। ଏକ୍ସଟ୍ରାଅର୍ଡ଼ିନାରୀ। ଏକ୍ସଟ୍ରାଅର୍ଡ଼ିନାରୀ ମାନେ ଅସାଧାରଣ ବା ବିଶେଷ। ପାରାଡାଇମ୍। ପାରାଡାଇମ୍ ମାନେ ମୂଳ ଆଦର୍ଶ। ଗ୍ରେଟନେସ୍। ଗ୍ରେଟନେସ୍ ମାନେ ମହାନତା ବା ବିଶିଷ୍ଟତା। କରେଜ୍। କରେଜ୍ ମାନେ ସାହସ। କମ୍ପାନିଅନ୍। କମ୍ପାନିଅନ୍ ମାନେ ସହଭାଗୀ। ପେଟ୍ରିଓଟିକ୍। ପେଟ୍ରିଓଟିକ୍ ମାନେ ଦେଶଭକ୍ତ ବା ଦେଶପ୍ରେମୀ। କମନ୍। କମନ୍ ମାନେ ସାଧାରଣ। ରିମେମ୍ବର। ରିମେମ୍ବର ମାନେ ମନେ ପକାଇବା। ମିଷ୍ଟିରିୟସ୍। ମିଷ୍ଟିରିୟସ୍ ମାନେ ରହସ୍ୟମୟ। ରେଫରେନ୍ସ। ରେଫରେନ୍ସ ମାନେ ଉଲ୍ଲେଖ। ସ୍କ୍ରିପ୍ଚର୍ସ। ସ୍କ୍ରିପ୍ଚର୍ସ ମାନେ ଶାସ୍ତ୍ର ବା ଧର୍ମଗ୍ରନ୍ଥ। ସ୍ପିରିଚୁଆଲ। ସ୍ପିରିଚୁଆଲ ମାନେ ଆଧ୍ୟାତ୍ମିକ। ମେଡିଟେସନ୍। ମେଡିଟେସନ୍ ମାନେ ଧ୍ୟାନ ବା ଆତ୍ମଚିନ୍ତନ। ଗ୍ରାଜୁଆଲି। ଗ୍ରାଜୁଆଲି ମାନେ ଧୀରେ ଧୀରେ। ଏକ୍ସପ୍ରେସନ୍। ଏକ୍ସପ୍ରେସନ୍ ମାନେ ଭାବ ପ୍ରକାଶ। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଏହିଭଳି ଶିକ୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅ।